ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କିଛି ନୂଆ କରିବାର ଇଚ୍ଛା ନୂତନ ରାସ୍ତା ଉନ୍ମୁକ୍ତ କରେ। ଓଡ଼ିଆମାନଙ୍କ ପାଇଁ ସମଗ୍ର ଭାରତରେ ଏକ ମସଲା କମ୍ପାନୀକୁ ପ୍ରତିଷ୍ଠିତ କରିବା ଦିଗରେ ସୁରେନ୍ଦ୍ରନାଥ ପଣ୍ଡା ଏବଂ ସୁଶାନ୍ତ କୁମାର ପଣ୍ଡାଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। କିଛି କରିବା ଓ କିଛି ଗଢ଼ିବାର ବାର୍ତ୍ତା ଦେଇ ଏହି ଦୁଇ ଶିଳ୍ପୋଦ୍ୟୋଗୀ ଭାରତ ମସଲା କମ୍ପାନୀକୁ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି। କଥାରେ ଅଛି, ଧନୀ ହେବାର ଲକ୍ଷ୍ୟ ରଖ କିନ୍ତୁ ଦିନ ହୁଅ ଦାତା ହୁଅ। ଉଭୟଙ୍କ ଦିନ ଓ ଦାତାପଣିଆ ଯୋଗୁଁ ଭାରତ ମସଲା ଆଜି ଏକ ବ୍ରାଣ୍ଡ ନେମ୍ରେ ପରିଣତ ହୋଇଛି। ଯିଏ ସେବା କରେ ସେ ଆପେ ଆପେ ବାସେ। ଭାରତ ମସଲା କମ୍ପାନୀର ସେବା କାର୍ଯ୍ୟ ସଭିଏ ଜାଣନ୍ତି। କରୋନା ମହାମାରୀ ହେଉ କି ଯେକୌଣସି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟ ସବୁବେଳେ ଓଡ଼ିଆ ଲୋକଙ୍କ ପାଖରେ ଭାରତ ମସଲା ଛିଡ଼ା ହୋଇ ରହିଛି। କେବଳ ବ୍ୟବସାୟିକ ଲକ୍ଷ୍ୟ ନ ରଖି ସେବାକୁ ମୂଳମନ୍ତ୍ର କରିଥିବା ଏହି କମ୍ପାନୀ ଓଡ଼ିଆ ଜାତି ପାଇଁ ଗର୍ବ ଓ ସ୍ୱାଭିମାନର ପ୍ରତୀକ ବୋଲି ଆଜି ବାରଙ୍ଗ ରାମଦାସପୁର ସ୍ଥିତ ଭାରତ ମସଲା କମ୍ପାନୀ ପରିସରରେ ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ 26ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଏହି ପରିପ୍ରେକ୍ଷୀରେ ବନ୍ଦରଗୁଡ଼ିକରେ ଭିତ୍ତିଭୂମିର ଅଭାବ ଯୋଗୁଁ ଭାରତ ମସଲାର ଉତ୍ପାଦ ବିଦେଶକୁ ପହଞ୍ଚାଯାଇ ପାରୁନଥିବା ପ୍ରସଙ୍ଗ ସେ ଉଠାଇଥିଲେ। ସଂସଦ ଅଧିବେଶନରେ ଏ ବାବଦରେ ପ୍ରଶ୍ନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ଖୁଣ୍ଟିଆ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ଆମେ ସବୁବେଳେ ପୂଜ୍ୟ ପୂଜା ପରମ୍ପରାକୁ ସମ୍ମାନ ଦେଇ ଆସିଛୁ। ଇତିମଧ୍ୟରେ 130 ଜଣ ପୂଜ୍ୟ ପୂଜାଙ୍କୁ ଯଥୋଚିତ ସମ୍ମାନ ଦିଆଯାଇଛି। ଆଗକୁ ମଧ୍ୟ ଏହି ଧାରା ବଳବତ୍ତର ରହିବ। ସମ୍ମାନ ଦେଲେ ସମ୍ମାନ ମିଳେ। ଭାରତ ମସଲା ପୂଜ୍ୟ ପୂଜା ପରମ୍ପରାକୁ ଅଟଳ ରଖିବେ ବୋଲି ସେ କହିଥିଲେ। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ଅନ୍ୟମାନଙ୍କ ପାଇଁ ଆଦର୍ଶ। ମାତ୍ର 1000 ଟଙ୍କାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ବାର୍ଷିକ 700 କୋଟି ବ୍ୟବସାୟ କରୁଛି। ଅନେକ ଯୁବପିଢ଼ି ରୋଜଗାରକ୍ଷମ ହୋଇପାରିଛନ୍ତି। ବାଙ୍କୀ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଓ ନବ ଉନ୍ନସ ଆରମ୍ଭ ଦିଗରେ ଭାରତ ମସଲାର ଅବଦାନ ରହିଛି ବୋଲି ସେ କହିଥିଲେ। ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଜ ଅଭିଭାଷଣରେ କହିଥିଲେ ଯେ ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନି କରିବା ପାଇଁ 2009 ମସିହାରୁ ଉଦ୍ୟମ କରାଯାଉଥିଲା। ହେଲେ ଯୋଜନାର ସଫଳ ରୂପାୟନ ପାଇଁ 15 ବର୍ଷ ସମୟ ଲାଗିଗଲା। ଗତ ବର୍ଷ ପାରାଦୀପ ପୋର୍ଟ ଜରିଆରେ କମ୍ପାନୀର ସାମଗ୍ରୀ ବିଦେଶ ପଠାଯାଇଛି। କିନ୍ତୁ ଭିତ୍ତିଭୂମିର ଯଥେଷ୍ଟ ବିକାଶ ନ ହେବାରୁ କେତେକ କ୍ଷେତ୍ରରେ କମ୍ପାନୀ ଆର୍ଥିକ କ୍ଷତି ସହୁଛି। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି ଭାରତ ମସଲା। ଟମାଟୋର ଅଭାବୀ ବିକ୍ରି ଚାଲିଥିବା ସମୟରେ ଏହି କମ୍ପାନୀ କେଚପ୍ ପ୍ରସ୍ତୁତ କରି ଚାଷୀଙ୍କ ସମସ୍ୟାରେ ପୂର୍ଣ୍ଣଛେଦ ପକାଇଥିଲା। ରାଜ୍ୟରେ ଏଭଳି କୌଣସି ଜିଲ୍ଲା ନାହିଁ ଯେଉଁଠାରେ ଭାରତ ମସଲା ସାମାଜିକ ସେବା କାର୍ଯ୍ୟ କରିନାହିଁ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ବାରବାଟୀ କଟକ ବିଧାୟିକା ସୁଫିଆ ଫିରଦୋଷ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କମ୍ପାନୀ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକ ଲୋକ ମିଶି ଏହାକୁ ବ୍ରାଣ୍ଡ କରିଛନ୍ତି ବୋଲି କହିଥିଲେ। ଏକ କମ୍ପାନୀ 10 ବର୍ଷ ଦୃଢ଼ତାର ସହ ଛିଡ଼ା ହୋଇ ରହିଲେ ବ୍ୟବସାୟିକ ସଫଳତା ପାଇପାରେ। ଏହା ଭିତରେ ଅନେକ ଉତ୍ଥାନ ଓ ପତନ ଆସେ, କିନ୍ତୁ ସ୍ଥିର ହୋଇ ବ୍ୟବସାୟରେ ତିଷ୍ଠି ରହିଲେ ସବୁ ପ୍ରତିଦ୍ୱନ୍ଦ୍ୱୀକୁ ଏଡ଼ାଇବା ସମ୍ଭବପର ହେବ। ସର୍ବୋପରେ ଗୋଟିଏ କମ୍ପାନୀର କର୍ମଚାରୀଟିଏ ଦୀର୍ଘଦିନ ଜଡ଼ିତ ହୋଇ ରହିଲେ ଏହା ଉଭୟ କମ୍ପାନୀ ଓ କର୍ମଚାରୀଙ୍କ ପାଇଁ ଶୁଭଦାୟକ ବୋଲି ବିଧାୟିକା ଫିରଦୋଷ ମତ ଦେଇଥିଲେ। ଏସ୍ସିବି ଭେଷଜ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ସୁଲଗ୍ନା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ଭାରତୀୟ ସେନାଧିକାରୀ କ୍ୟାପ୍ଟେନ୍ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ଚଳିତ ବର୍ଷର ସମ୍ମାନଜନକ ଭାରତ ଗୌରବ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଡିଏଭି ସ୍କୁଲର ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀଙ୍କୁ, ସେବା ଭାରତ ଅବସରପ୍ରାପ୍ତ IAS ତଥା କଥାକାର ଡକ୍ଟର ଅରବିନ୍ଦ ବେହେରାଙ୍କୁ, କଥାଭାରତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଡକ୍ଟର ଶ୍ୱେତ କୁମାର ଦାସଙ୍କୁ, ସଂସ୍କୃତି ଭାରତ ଏସିଆନ୍ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନାଙ୍କୁ କ୍ରୀଡ଼ା ଭାରତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁକ୍ତ 2 କଳା, ବାଣିଜ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଯଥାକ୍ରମେ ଶୀର୍ଷସ୍ଥାନ ଅଧିକାର କରିଥିବା ପ୍ରିୟଦର୍ଶିନୀ ଗଡ଼ନାୟକ, ଆର୍ଚ୍ଚି ଚିନ୍ମୟୀ ପ୍ରଧାନ ଓ ତପେଶ୍ୱର ବାଗଙ୍କୁ ବିଦ୍ୟା ଭାରତ ସମ୍ମାନ ମିଳିଥିଲା। ଉତ୍ସବ ଅବସରରେ ନନ୍ଦିତା ପଣ୍ଡାଙ୍କ ସମ୍ପାଦନା ଓ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କ ସହଯୋଗ ସମ୍ପାଦନାରେ ପ୍ରସ୍ତୁତ ଭାରତ ମସଲାର ପତ୍ରିକା ସମ୍ଭବାମୀ ଭାରତକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଭାରତ ମସଲା GM ଅପରେସନ ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ। ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଦ୍ୱାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ କମ୍ପାନୀ ସହ ଜଡ଼ିତ ଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,
ଏସ୍ଏନ୍ ମିଲେନିୟମ୍ GM ଅଶ୍ୱିନୀ କୁମାର ଦାସ, GM ପ୍ରଡକ୍ସନ୍ ନବକୃଷ୍ଣ ପ୍ରଧାନ, PRO ଆଶିଷ ମନ୍ଥନ ପ୍ରମୁଖ ସହଯୋଗ କରିଥିଲେ। ସମୃଦ୍ଧ ଓଡ଼ିଶାରୁ